କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିଟିକୁ ସବୁବେଳେ ଯଥାର୍ଥ କରିଆସିଛି ଭୁବନେଶ୍ୱରର ନନ୍ଦନ ବିହାରଠାରେ ଥିବା ରିଓ ଚାରିଟେବୁଲ ଟ୍ରଷ୍ଟ। ସ୍ୱର୍ଗତ ଅଶୋକ ସ୍ୱାଇଁଙ୍କ ପ୍ରେରଣାରେ ଗଢ଼ି ଉଠିଛି ଏହି ସଂସ୍ଥା। ମଙ୍ଗଳବାର ଭଞ୍ଜନଗରଠାରେ ରିଓ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ଅଶୋକ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭଞ୍ଜନଗରସ୍ଥିତ ଭଞ୍ଜ ସାହିତ୍ୟ ପରିଷଦଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ରିଓ ଚାରିଟେବୁଲ ଟ୍ରଷ୍ଟର ସଭାପତି ରାହୁଲ ସ୍ୱାଇଁ ଯୋଗ ଦେଇଥିଲେ। ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ବହୁ କାର୍ଯ୍ୟରତ ସାମ୍ବାଦିକ ସମାଜସେବୀଙ୍କୁ ଅଶୋକ ସ୍ମାରକୀ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଓ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅତି ନିରୀହ ଥିଲେ, କାହାର ଦୁଃଖ ଦେଖି ପାରୁନଥିଲେ। ବାବାଙ୍କର ଯେତେବେଳେ ଏବେ ବର୍ଷେ ତଳେ ଜଣା ବି କୋଉଠି ବର୍ଷେ ହେଇଗଲାଣି ବାବା ମୋ ପାଖରେ ନାହାନ୍ତି ବୋଲି, ବାବାଙ୍କୁ ସଡନ ରିଟାୟାର୍ଡ ହେବାର 2-3 ବର୍ଷ ପରେ ତାଙ୍କୁ କ୍ୟାନ୍ସର ଡିଟେକ୍ଟ ହେଲା। ବାବାଙ୍କୁ ନେଇକି ମୁଁ ଦେଖି ବହୁତ ସାରା ହସ୍ପିଟାଲ ଯାଇଛି, ମୁମ୍ବାଇ, ଦିଲ୍ଲୀ, କାଲକାଟା ସବୁଆଡେ ଯାଇଛି। ଗଲାବେଳେ ମୁଁ ସେଇଟା ଦେଖେ, ମାନେ ପିଲାମାନେ ଭଲ ଭଲ ପରିବାରର ପିଲାମାନେ ଯେତେବେଳେ ଗୋଟେ ବାପା ରୋଗୀ ଅସୁସ୍ଥ ଲୋକଟାକୁ ନେଇକି ହସ୍ପିଟାଲ ଯାଆନ୍ତି, ଯୋଉ ଭଳିଆ କୁକୁର ବିଲେଇ ଭଳିଆ ବ୍ୟବହାର କରନ୍ତି, ସେଇଠୁ କାହିଁକି କୋଉଠୁ କେଜାଣି ବାବାଙ୍କ ମୁହଁରେ ବାବାଙ୍କ ଆଖିରେ ସେଦିନ ଲୁହ ଦେଖିଥିଲି। ତ ସେଦିନ ମତେ ଗୋଟେ ଆନ୍ଦୋଳିତ କରିଥିଲା ଯେ ନାଇଁ, ଆମେ ତ ସମାଜଟାକୁ ବଦଳେଇ ପାରିବାନି, କିନ୍ତୁ ଆମ ନଜରରେ ଯଦି କିଛି ହଉଛି ଆମେ ନିଶ୍ଚୟ ତା ଉପରେ କାମ କରିବା। କିଛି ମା ବାପାକୁ ଯଦି ଆମେ ହସ ପକେଇ ପାରିବା। ଆମର ଗୋଟେ ରିଓ ଚାରିଟେବୁଲ ଗୋଟେ ଚ୍ୟାନେଲ ଅଛି, ରିଓ ଚାରିଟେବୁଲ ଟ୍ରଷ୍ଟ, ୟୁଟ୍ୟୁବ, ଫେସବୁକ୍, ଆପଣ ସବୁଥିରେ ପାଇପାରିବେ। ସେଇଥିରେ ଆପଣ ଦେଖିବେ ଏବେ 4-5 ଦିନ ତଳର କଥା, ଭଦ୍ରକରେ ଗୋଟେ ବାପା 4-5 ଦିନ ତଳେ ତାଙ୍କ ପୁଅ ତାକୁ ବାଡେଇକି ଏତେ ଜୋରରେ ବାଡେଇଥିଲା, ବାପାକୁ ମାରିବା ପାଇଁ ସେ ଲୋକ ରାତି 12ଟାରେ, ଆମର ଜଣେ ଝାନ୍ସୀରାଣୀ ଭଉଣୀ ଜଣେ ଅଛନ୍ତି, ସିଏ କେଉଁଠାରେ ବହୁତ ସୁନ୍ଦର କାମ କରନ୍ତି, ସେ ରାତି 12ଟାରେ ମତେ ଫୋନ କଲେ ଯେ ଭାଇ ଏମିତି ଗୋଟେ ବାପା ଅଛନ୍ତି, ଏଭଳିଆ ଅସୁବିଧାରେ ଅଛନ୍ତି, ଆଉ କଣ କରିବା। ମୁଁ କାଳ ବିଳମ୍ବକୁ ନ କରି ରାତି 12ଟାରେ ଯାଇଥିଲି। ଆଉ ଗୋଟେ ଜିନିଷ, ଏ ଯୋଉ ରିଓ କଥା ଯଦି ଉଠୁଛି, ଏଇଠି ଆମର ଜଣେ ଥିବେ କୁବେର ଭାଇ, ଏଇ ଜାମ୍ପୁଲି ପାଖର ପିଲା, ମୋର ସେ ବାଲ୍ୟ ବନ୍ଧୁ ବି। ମୋର ମନ ଅଛି ଏଇ ଜାମ୍ପୁଲି ଗାଁରେ ଗୋଟେ କାଞ୍ଚନ ମା ବୋଲି ଥିଲେ। ସେ କାଞ୍ଚନ ମାକୁ ଆମେ ସାର୍ ପ୍ରଥମେ ନେଇକି ଯାଇଥିଲୁ, ମାନେ ଉଠେଇକି ନେଇକି ଯାଇଥିଲୁ, ତାଙ୍କର ଏଇଭଳିଆ ଅବସ୍ଥା ଥିଲା। ତ ଗୋଟେରୁ କେତେବେଳେ ମୋ ପରିବାରରେ ଏବେ ପାଖାପାଖି 20-25 ଜଣ ମା ବାପା, ତ ତାଙ୍କର ଯୋଉ ଭଲ ପାଇବା, ତାଙ୍କର ଯୋଉ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଆପଣମାନେ ବିଶ୍ୱାସ କରିପାରିବେନି। ଯୋଉ ପୁଅମାନେ କୁହନ୍ତି, ଆମର ସେଠି ଗୋଟେ ଗୌଡ଼ ବାପା ଅଛନ୍ତି, ସେ କୁହନ୍ତି ଯେ ମୋର 4ଟା ପୁଅ ଝିଅ ବାହାଘର ସରିଗଲା, ଯେତେବେଳେ ଏବେ ଘରେ ବସିଛି ପୁଅ ମତେ କହୁଛି ଯେ ତୁ ଏଠି ବସିଛୁ, ମୋ ଚାଉଳ ସରିଯାଉଛି। ଆଜ୍ଞା ଦେଖନ୍ତୁ, ମୁଁ ଯଦି 20ଟା ମା ବାପାକୁ ଚାଉଳ ଦେଇପାରୁଛି, ଗୋଟିଏ ପୁଅ, ମୋର କିଛି ବନ୍ଧୁ ବି କୁହନ୍ତି ତୁ ଗୋଟେ ସଫଳ ଉଦ୍ୟୋଗୀ, ସଫଳ ବିଜନେସମ୍ୟାନ, କାହିଁକି ଏସବୁ ଜିନିଷରେ ପଇସା ସାରୁଛୁ, କାହିଁକି ନା ଯେହେତୁ ଆମର ଗଭର୍ଣ୍ଣମେଣ୍ଟରୁ କୌଣସି ସାହାଯ୍ୟ ସହଯୋଗ ନାହିଁ, ଯାହା ବି ହଉଛି ଆମ ଦ୍ୱାରା ହଉଛି। ତ ସେଇଟା ମୁଁ ଗୋଟେ ଜିନିଷ କୁହେ, ଆପଣ ନେଇକିରି କଣ ଯିବେ, କଣ ନେଇକି ଆସୁଛନ୍ତି? କିଛି ନେଇକି ଯିବେନି, ଶୂନ୍ୟରେ ଆସୁଛନ୍ତି, ଶୂନ୍ୟରେ ଯିବେ। ଯଦି 10ଟା 20ଟା ମା ବାପାକୁ ଯଦି ଆମେ ସେବା ଦେଇପାରୁଛନ୍ତି, ଆଜି କେବେ ବି ଆପଣ ମାନେ କେବେ ବି ଭୁବନେଶ୍ୱର ଆସିଥିବେ, କେତେବେଳେ ମୋର ସେ ମନ୍ଦିରଟା ନା ସ୍ନେହ ମନ୍ଦିର ଦେଇଛି, ସେ ମନ୍ଦିରରେ ଥରେ ଆସିକି ଯାଆନ୍ତୁ, ଦେଖନ୍ତୁ କେତେ ଖୁସି ଲାଗିବ, କେତେ ଆନନ୍ଦ ଲାଗିବ।